ଯେତେବେଳେ ତାଙ୍କ ସ୍ତ୍ରୀ ଫୋନ୍ କରିକି କହିଥିଲେ ଯେ ଗୁଳି ଖାଲି ମୁଣ୍ଡରେ ବାଜିଥିଲା, ଆଜ୍ଞା ଆମେ ଆଜ୍ଞା ଡାଉଟ୍ରେ ଥିଲୁ କିଛି ମେ ବି ବଞ୍ଚି ଥାଇପାରନ୍ତି। ଆତଙ୍କବାଦୀମାନେ ହିଁ ମାରିଛନ୍ତି ତାଙ୍କ କାମ, ଆଉ ତାଙ୍କୁ କେମିତିକା ମାନେ ନିପାତ କରାଯିବ ଆମ ଦେଶରୁ, ସେଇ କଥା ଆଜ୍ଞା। ଆମେ ସରକାରଙ୍କୁ ରିକ୍ୱେଷ୍ଟ କରିବୁ। ମୁଁ କହୁଥିଲି ଭାଇ, ଆଜି ଯୋଉ ଆପଣଙ୍କର ସାଙ୍ଗ ଯୋଉ ଟେରୋରିଷ୍ଟ ଆଟାକରେ ଜାମ୍ମୁ କାଶ୍ମୀର ବୁଲିବା ପାଇଁ ଯାଇଥିଲେ, ଆଜ୍ଞା ସେଠି ଗୁଳି ବିନିମୟ ମାନେ ଟେରୋରିଷ୍ଟଙ୍କ ଗୁଳି ବିନିମୟରେ ଆପଣଙ୍କ ସାଙ୍ଗର ମୃତ୍ୟୁ ଘଟିଛି। ଏହାକୁ ଆପଣ କେମିତି ଦେଖୁଛନ୍ତି? ବର୍ତ୍ତମାନ ତାଙ୍କ ଫ୍ୟାମିଲିରେ ମାହୋଲ କେମିତି ରହିଛି? କିନ୍ତୁ ଆମେ ଜାଣିପାରୁନଥିଲୁ ଆକ୍ଚୁଆଲି, ଯେତେବେଳେ ତାଙ୍କ ସ୍ତ୍ରୀ ଫୋନ୍ କରିକି କହିଥିଲେ ଯେ ଗୁଳି ଖାଲି ମୁଣ୍ଡରେ ବାଜିଥିଲା, ଆଜ୍ଞା ଆମେ ଆଜ୍ଞା ଡାଉଟ୍ରେ ଥିଲୁ କିଛି ମେ ବି ବଞ୍ଚି ଥାଇପାରନ୍ତି। ଆଜ୍ଞା ତ ଆଜ୍ଞା ଆଜ୍ଞା ତାପରେ ଆମେ ତାଙ୍କ ଯୋଉ ଇନକ୍ୱାରି ନମ୍ବର ଦେଇଥିଲେ ଅନନ୍ତନାଗ ଜାମ୍ମୁ କାଶ୍ମୀର, ତାଙ୍କ ଆଜ୍ଞା ପୋଲିସ ଷ୍ଟେସନକୁ ଫୋନ୍ କରିକି ବୁଝିଲୁ କି ଆଜ୍ଞା ତାଙ୍କ ଆଜ୍ଞା ପାଖରେ ଯୋଉ ଲିଷ୍ଟ ଅଛି ସେ ଡେଡ୍ କରିଯାଇଛନ୍ତି। ଆଜ୍ଞା ଆଜ୍ଞା। ବର୍ତ୍ତମାନ ଆପଣ ଏଇ ଯୋଉ ଘଟଣାକୁ ଆପଣ କେମିତି ଅନୁଭବ କରୁଛନ୍ତି ବା କେମିତି ପରିପ୍ରକାଶ କରିପାରିବେ? କହିବୁ ସାଗର ସରିଗଲା, ଆଉ ଏଇ ଆତଙ୍କବାଦୀମାନେ ହିଁ ମାରିଛନ୍ତି ତାଙ୍କ କାମ, ଆଉ ତାଙ୍କୁ କେମିତିକା ମାନେ ନିପାତ କରାଯିବ ଆମ ଦେଶରୁ, ସେଇ କଥା ଆଜ୍ଞା ଆମେ ସରକାରଙ୍କୁ ରିକ୍ୱେଷ୍ଟ କରିବୁ, ତା ପାଇଁ ମାନେ ଉଚିତ ପଦକ୍ଷେପ ନେବେ। ଆଜ୍ଞା ଆଜ୍ଞା। ବର୍ତ୍ତମାନ ତାଙ୍କର ଯୋଉ ରହିଛି, ଆପଣଙ୍କ ସାଙ୍ଗର ଯୋଉ ପାର୍ଥିବ ଶରୀର, ସେ ବର୍ତ୍ତମାନ ତାଙ୍କ ଗାଁକୁ କେତେବେଳେ ପହଞ୍ଚିବ, ମାନେ କେବେ ପହଞ୍ଚିବ? ଏବେ ଜିଲ୍ଲା ପ୍ରଶାସନ ଆସିକି ସବୁ ପହଞ୍ଚିଲେଣି, ଆଜ୍ଞା ତେଣୁକରି ଆଜ୍ଞା ନିଶ୍ଚିତ ଭାବେ ତାଙ୍କ ସାଙ୍ଗରେ ଯୋଗାଯୋଗ ଚାଲିଛି। ଆଜ୍ଞା କେମିତି ଆଜ୍ଞା। ଆଣିବେ ସେଟା କାଲି ଆସିବ, କେମିତି ଆସିବ ସେ ବିଷୟରେ ଚାଲିଛି, ଯୋଗାଯୋଗ ଚାଲିଛି। ଏ ନେଇ ଆପଣ ଭାରତ ସରକାରଙ୍କ ଭାରତ ସରକାରଙ୍କ ନିକଟରେ ଗୁହାରି କ'ଣ ରଖିବେ? ରିକ୍ୱେଷ୍ଟ କରୁଛି ସେମାନଙ୍କୁ, ତାଙ୍କର ଯେଉଁ ସ୍ତ୍ରୀ ସେଠି ଅଛନ୍ତି, ପିଲା ଅଛି, ସେ ଡେଡ୍ ବଡ଼ିକୁ କେମିତି ସୁରୁଖୁରୁରେ ଆଣିକି ତାଙ୍କ ପାଖରେ ଘର ପହଞ୍ଚାଇବେ, ଏବଂ ଆଜ୍ଞା ଆଉ ରିକ୍ୱେଷ୍ଟ କରିବୁ କେମିତି ଟେରୋରିଷ୍ଟ ଏଗନେଷ୍ଟରେ ଆଜ୍ଞା ଉଚିତ ପଦକ୍ଷେପ ନେବେ। ଆଜ୍ଞା। ଥ୍ୟାଙ୍କ ୟୁ, ଧନ୍ୟବାଦ ଭାଇ।